मते जमा भल लागो अपन को देह पूरा भल नहीं नहीं लो माँ मते किसी भल लागो कृष्णा कृष्णा माँ को मेडिसिन कही कृष्णा वो तुमको पचारुची माँ को मेडिसिन कही एक्चुअली मेडिसिन नमो से 4 दिन हे गला वो तुमको बार-बार कहि चलछि माँ को परिस्थिति आतो भलो नहीं माँ मेडिसिन खाइबा निहात दरकार सब देखे सब सुनी तबे ताको डॉक्टर पुओ ही माँ को प्रति अवहेला कोन पई माँ थालो माँ मो पुओ को तो किछि कहना मो पुओ मो पई मेडिसिन आड़ी जदि आड़ी सुधी ताले काई से मेडिसिन कोड़ी गले से मेडिसिन अपन ए पर्यंत मेडिसिन खाइबा आरंभ करि नाथि काई के ओ कथा कोन की से मेडिसिन कोठे तोई देछि बा माँ बा एटा अपन को जीवन मरण समस्या एते परे भी अपन को पुओ को एते बोलो पाती जे ताको बोलो जे भाई अपन मिछो को जदी ना मिछो को जदी अपन अरे माँ मिछो मुहे शाशु सत कथा कहूँ ज्वाइन को मेडिसिन आनी थे मु मो मेडिसिन भाटी खाई देछि मो तुमको हाथ जोड़ी अनुरोध करूची जेते शीघ्र पारुच तमे ठो चली जाओ ता नहले तमर एमिति का कथा सुनी मो पादर चुत्ता तम मुह फटेई दबो एमिति कोन कहउछले बा से मोरा तो बापा बापा बोली परिचय दबाको मते लाज लागुची मां ये जदि प्रकृतरे मो बापा हे थाते मो शाशुघर समस्या समाधान करबा बदଳରେ ये कौन समस्या को बढ़ेबा को चेष्टा करते रावण को तो मां नहीं नहीं लो मां एथिरे काहारी किछि दोष नाही मो केवल मो पुओ कथा बाबूजी जो पुओ सकाळे उठी बाठो पूरी बिछड़ा को जीवा जाए दिन को 1000 थर माँ एटा हो महालो सेटा खाली माँ माँ ए मोरी पछरे गोड़ो थिला आज मोर सेई पुओ मते थरुटे भी माँ बोले डाकोने अरे की कहला के कहलो तो तुम मागुंडा तू डाको एबे कि हां सादे जन कि डाको थरे कोन लक्ष दर कोटी कोटी दर छाती फड़ेई की मुदा दर की बा 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 बस मां चुप है जा तो मोर बिति माँ डाको सुने मते कष्ट होची रे माँ बहुत যন্ত্রণা होची मते बहुत যন্ত্রণা अनेक थर मो आत्महत्या करबा को चेष्टा करिछि किंतु এই পুଅ मोर माँ डाक सुनी मो आत्महत्या करि पारिनी आज मोर से पुओ मोर एमिति माँ डाक सुनी मते बचिबा को इच्छा होने प्रेम अरे तू सुनती है कि बहुत कहलो मो बदल जाइनी मां मो तो जो कृष्ण दिली से कृष्ण आई को जमार बदल जाई तू तो ठीक से ही थाई पारू हेले मते जेमिति लागुची सबु किछि ओलट पालट हेई जाइछि मो पुओ
ମୋ ମାର ହାର୍ଟ ଅପରେସନ ନିହାତି ଦରକାର କିନ୍ତୁ କିନ୍ତୁ ପୁଣି କଣ? ଆରେ ବାବା କିନ୍ତୁ ପୁଣି କଣ? ମୋ ମାର ହାର୍ଟ ଅପରେସନ ହେଲେ ଅପରେସନ ଟେବୁଲ ଉପରେ ମୋ ମାର ଜୀବନଟା ଚାଲିଯିବ ମରିଯିବ ମୋ ମା। କିଛି ହବନି ମାଙ୍କର। ମୋ ମା ମରିଗଲେ ମୁଁ ବଞ୍ଚିବେ, ଆହୁରି ଅନେକ ଦିନ ବଞ୍ଚିବେ। ମାଙ୍କ ହାର୍ଟ ଅପରେସନ ଆଉ କୋଉ ଡାକ୍ତର ନୁହେଁ, ମୁଁ ଚାହୁଁଛି ତମେ କରିବ। ମାଙ୍କର ଡାକ୍ତର ପୁଅ କରିବ। ମନେ କରନି ମାଙ୍କ ହାର୍ଟ ଅପରେସନ ତମେ କରିବ। ଅପରେସନ ଟେବୁଲ ଉପରେ ମହାଦେବ ମୋ ମାର ଜୀବନଟା ଚାଲିଯିବ। କିଛି ହବନି ମାଙ୍କର। ସମାଜ ମତେ ନିନ୍ଦା କରିବ। କିଛି ହବନି। ସମାଜ ମତେ ବଞ୍ଚିବାକୁ ଦବନି। ମାଙ୍କ ହାର୍ଟ ଅପରେସନ ତମେ କରିବ। ମୁଁ ତତେ ନେହୁରା କରୁଛି। ମୋ ଆଗରେ ମୋ ପୁଅକୁ ତୁ କିଛି କହନା। ମୁଁ ଠିକ ଅଛି, କାହିଁକି ମୋ ପାଇଁ ବ୍ୟସ୍ତ ହଉଛୁ? ମୁଁ ଠିକ ଅଛି। ଏ ମାୟାରେ ମୋର ହାର୍ଟ ଅପରେସନ କରିବା କଣ ଦରକାର? ମୁଁ ଠିକ ଅଛି, ମୋ ପାଇଁ ତୁ ଜମା ବ୍ୟସ୍ତ ହନା। ମୁଁ ତ କେବଳ ତୋରି ପାଇଁ ଜଗନ୍ନାଥଙ୍କୁ ଡାକୁଛି। ହେ ଜଗା, ମୋ ପୁଅକୁ ଭଲରେ ରଖିଥା। ମୋ କୃଷ୍ଣକୁ ଘଟ ଘୋଡ଼େଇ ରଖିଥା। ଜଗାରେ ମୋ ପୁଅ ଖୁସିରେ ମରା, ମୋ ଖୁସି ମୋର ଖଣ୍ଡକାର। ମୋ ପୁଅ ଭଲରେ। କୃଷ୍ଣ ମା ଚାଲି ଯାଉଛନ୍ତି। ନିଜ ମାକୁ ତମେ ଭଲ କରିପାରିବନି କି ପୁଅ ତମେ? କେମିତିକା ପୁଅ ତମେ? ଠିକ ତମ ପୁଅ ପଡ଼ିଆକୁ, ସତ ଠିକ ତମ ଡାକ୍ତର ପଡ଼ିଆକୁ। ଡାକ୍ତର ନୁହେଁ, ତମ ପରି ପୁଅ ଜଣେ ମୂର୍ଖ ବା ଉଚିତ ଥିଲା। ଆହୁରି ମାର, ମାରି ମତେ ଶେଷ କରିଦିଅ। ତଥାପି ମୋ ମୁହଁକୁ ତମେ ବନ୍ଦ କରିପାରିବନି। କହିବି, ଆହୁରି କହିବି, ମୋ ମନ ବୁଝିବା ଯାଏ କହିବି। ଯୋଉ ମା ତମକୁ ଡାକ୍ତର କରିବା ପାଇଁ ନିଜର ଗୋଟେ କିଡନୀକୁ ବିକ୍ରି କରିଦେଲେ, ସେଇ ମାଙ୍କ କଥା ତମେ ଭୁଲିଗଲ। ତାଙ୍କ ଦାନ, ତାଙ୍କ ତ୍ୟାଗ, ତାଙ୍କ ପରିଶ୍ରମର ମୂଲ୍ୟ ତମ ପାଖରେ କଣ କିଛି ବି ନାହିଁ। କାହିଁକି ନାହିଁ? ଏଇଥିପାଇଁ ନାହିଁ ଯେ କୃଷ୍ଣ ତା ନିଜ ପୁଅ, ମୋ ପାଳିତ ପୁଅ। କୃଷ୍ଣ, একথা সত কুহ কৃষ্ণ, একথা সত কুহ কৃষ্ণ, একথা সত। ହଁ ସତ। ସେ କଣ ନିଜ ମା? ସେ କଣ ଦଶ ମା ଦଶ ଦିନ ତା ଗର୍ଭ ଧରି ଜନ୍ମ କରି ବୁଝିପାରିଲୁ ତ? ସବୁ ପରେ ମୋ ଛୁଆକି ଯେ ବାପ ମା ଛନ୍ଦ କରୁଛି, ତାକୁ କାହିଁ କହିବାରେ ଖାଇବ? କଣ କହିଲ? ହଁ ସେଇ ମା ତୋ ପାଇଁ ହେଇପାରେ ସେ ମା, ହେଲେ ମୋ ପାଇଁ ସେ ଗୋଟେ ଡାହାଣ, ମୋ ରାକ୍ଷସ। ମୋ ବାବା ମରିଛି, ମୋ ମା ମରିଛି, କେବଳ ତା ବାବାର ପ୍ରାୟଶ୍ଚିତ ପାଇଁ ମତେ ବାଡ଼ି ବସି ମଣିଷ କରିଦିଅ। କିଛି ବି ନୁହଁ। ବୁଝିପାରିଲୁ ତ? ମତେ ମା ଦେଖେଇଲା ମା। କାହିଁକି ମୋ ପାଇଁ ଅବହେଳା କରୁଛନ୍ତି?
କାହିଁକି ଜାଣି ଶୁଣି ଅପରେସନ କରୁନାହାନ୍ତି? ମୋ ଛୁଆକି ଯେ ବାପ ମା ଛେଉଣ୍ଡ କରିଛି ତାକୁ ବଞ୍ଚେଇବ କୋଉ ସ୍ୱାର୍ଥ? ସତ କଥା ଜାଣି ସାରିଲା ପରେ ତାଙ୍କ ମୁହଁକୁ ଚାହୁଁନାହାନ୍ତି, ତାଙ୍କ ସହ କଥା ହଉନାହାନ୍ତି। କଣ କରିବେ? ଶାସ୍ତ୍ରୀ କହ, ମତେ କହ। ସବୁ କଥା ଶୁଣି ସାରିବା ପରେ ସାରା ଜୀବନ ତାକୁ ଦେବୀ ଭାବରେ ପୂଜା କରିବି। ଜିଅନ୍ତା ଠାକୁରାଣୀ ଭାବରେ ପୂଜା କରିବି। ଜିଅନ୍ତା ଠାକୁରାଣୀ ଭାବରେ ପୂଜା କରିବି। ଅନନ୍ୟା, ମୋ ସ୍ୱାମୀ ନିଜ ବାପ ମା ଛେଉଣ୍ଡ କରିଛି, ହାତରେ ଛୁରୀ ଧରି ଚଳ ଉପରେ ଜଣକୁ ମାରି ଦେଇଛି। ଏକଥା ତମେ କହୁଛ? ଏକଥା ଯଦି ଦୁନିଆ ସାରା ସମସ୍ତେ କହିବେ ତଥାପି ମୁଁ ବିଶ୍ୱାସ କରିପାରିବି। ମୋରି ସତଚ୍ଛା ସ୍ୱୟଂ ଜଗନ୍ନାଥ ଯଦି ପ୍ରମାଣ ଦିଅନ୍ତି, ମା କେବେ ତାଙ୍କ ଜୀବନରେ ମଣିଷ ମାରିଥିବେ, ତଥାପି ମୁଁ ମିଥ୍ୟା ବୋଲି କହିବି। ଅନନ୍ୟା, একদম চুপ। ମୋ ନାଁ ଧରି ଡାକିବାର ଅଧିକାର ତମର ନାହିଁ। ତମେ ଏ ଘରେ ରହିଲେ ଏ ସ୍ୱର୍ଗ ପରି ଘରଟାକୁ ତମେ ନର୍କପୁର କରିଦେବ। ତମେ ଆଜି ଏ ଘରୁ ବିଦା ହବା ଦରକାର। ଏଇଟା ତମେ ନୁହେଁ, ତମ ପୁଅ ବୋହୂ ସମସ୍ତେ ଏ ଘରୁ ବିଦା ହବା ଦରକାର। ଆଉ ତମମାନଙ୍କୁ ବିଦା କରିବାର ବ୍ୟବସ୍ଥା ମୁଁ କରିବି। କିଛି କରିପାରିବୁନି। ସବୁ ଦେଖିବୁ, ଶୁଣିବୁ, ଚୁପ୍ ରହିବୁ। ତା ବ୍ୟବସ୍ଥାଟା ମୁଁ କରିଦେଉଛି। ଜୈବ ବହୁତ ହେଇଗଲା, ଆଉ ହବା ଦରକାର ନାହିଁ। ମୁଁ ଆସୁଛି, ଲମ୍ବାକୁ ପଠେଇ ଦଉଛି। ଆ କାମଟା ସାରି ଦିଅ। ଆସୁଛି। କୃଷ୍ଣ, ତମେ ଯଦି ସାରା ଜୀବନ ଶାନ୍ତିରେ ରହିବାକୁ ଚାହୁଁଛ, ଏବେ ଏବେ ମୋ ବାପା ଭାଇ ଭାଉଜଙ୍କୁ ସମସ୍ତଙ୍କୁ ଏ ଘରୁ ବିଦା କରିଦିଅ। ବିଦା କରିଦିଅ ତମେ। ହଁ ବିଦା କରିଦେବି। ହେ ବିଦା କରିଦିଅ ସେମାନଙ୍କୁ। ହେଲେ ସେମାନେ କଣ ହୋ ମତେ ତୁ ଯେତେ ଯାଇଥିଲୁ ତୁ ଯେପରିକି ସପୋର୍ଟ କରି ମୋ ସ୍ୱାମୀ ଭଳିଆକୁ ଏମିତି ବେଖାତିର କରିଛ। ଦେଖ ଦେଖ, ମୁଁ କିଛି ଭୁଲ କଥା କହୁନି। କଣଟା ଠିକ ଅଛି? କଣଟା ଠିକ ଅଛି? ତୁ ଯିଏ ମୋ ବାବାକୁ ମାରିଛି, ଯିଏ ମୋ ମାଆକୁ ମାରିଛି, ମୁଁ ତାକୁ ଦୟା ଦେଖି, ମୁଁ ତାକୁ ମା ବୋଲି ଡାକି, ହଁ ମା ବୋଲି ଡାକିବ। ଏଇଥିପାଇଁ ଡାକିବ ଯେ ସେ ତମ ପାଇଁ ମା ବଦଳରେ ମା ହେଇଛନ୍ତି। I know that. I know that. ନିଜେ ଉପାସ ରହି ତମକୁ ସେ ଖାଇବାକୁ ଦେଇଛନ୍ତି। ନିଜେ ଖାଲି ପାଦରେ ଚାଲି ତମକୁ ସେ ଚପଲ ପିନ୍ଧେଇଛନ୍ତି। ନିଜ ଜୀବନକୁ ବାଜି ଲଗେଇ ନିଜର ଗୋଟେ କିଡନୀ ବିକ୍ରି କରି ତମକୁ ସେ ଡାକ୍ତର କରେଇଛନ୍ତି। ଭୁଲି ସାରିଛି ତାର ସେସବୁ ଅବଦାନକୁ ମୁଁ କେବେ ଭୁଲି ସାରିଛି। ଯିଏ ଯାହାର ଅବଦାନକୁ ଭୁଲି ଯାଏ ତାକୁ ବେଇମାନ କୁହାଯାଏ। ଯିଏ ଗୋଟେ ମାର ମା ପଣିଆକୁ ଭୁଲି ଯାଏ ତାକୁ ଅମଣିଷ କୃତଜ୍ଞ ବୋଲି କୁହାଯାଏ। ରାଗର ବିଷୟ ଆଜି କୃଷ୍ଣର ମୁଣ୍ଡକୁ ଚଢି ସାରିଛି। କୃଷ୍ଣ ପାଗଳ ହେଇସାରିଛି। ଯୋଉ କୃଷ୍ଣ ଯଶୋଦାଙ୍କ ସ୍ନେହ ପ୍ରେମର ମୂଲ୍ୟକୁ ବୁଝି ପାରିଲେନି, ସେ କୃଷ୍ଣ ହବାକୁ ଅଯୋଗ୍ୟ। ଏ ଦୁନିଆରେ ସବୁଠୁ ଭଲ ମା ଯଶୋଦାକୁ ଯିଏ ଡାହାଣୀ ବୋଲି କୁହନ୍ତି, ସେ କେବେ କାହାର ପୁଅ ନୁହନ୍ତି। ସେ ପୁଅ ଜାତିର ଗୋଟେ କଳଙ୍କ। ସେ କୋଉ ଅପଦେବତାର ଅଭିଶାପ। ସେ कृष्ण अरे कौन करूँ तो तुम्हें? अरे छाड़ो तो तू। अरे बोलो जी बसे। यही गोटिए बात तो तुम्हारा खराब अभ्यास। स्त्री पाई तुम्हें अंध, स्त्री प्रेम